ধরা পুষ্টরে তুমি মতে জন্ম দেই কলসাকার ওরে ধন আগ পিতা মাতা মোহর হেলা কর প্রণাম মোর আগ পিতা মাতা মোহর হেলা কর প্রণাম মোর ধরা পুষ্টরে তুমি মতে জন্ম দেই কলসাকার আগ পিতা মাতা মোহর ওরে বাবা মা শুনি পাচ্ছি না শুনিপাରୁଛି ବାବା ତୋ କଥା ମୁଁ ନିଶ୍ଚୟ ଶୁଣୁଛି। ହେଲେ ମା ମାତା ଜନ୍ମ ଦାତ୍ରୀ ପିତା କନା ମୋର ତମ ପିରି ପଡ଼େ ଭାଗ ଦୟା ମୋର କାନ୍ଧରେ ବସେଇ ଦେଖେଇଲ ଧରା ମଗ ଜ୍ଞାନ ଦେଇ ବାଟ ଦେଲ ପରା এতে করুণা কানা তুমি কেবে সুজিবি ঋণ ভলে এতে করুণা কানা তুমি কেবে সুজিবি ঋণ ভলে ধরা পুষ্টরে তুমি মতে জন্ম দেই কলসাকার আগ পিতা মাতা মোহরা পুত্র ক্ষমা ଆରେ ବାବା ଚାଲ ମୁଁ କହୁଛି କଣ ଦିଟା ଖାଇ ନେବୁ ଚାଲ ଆରେ ଚାଲ ঠিক ଅଛି মা এথର ମୁଁ ଖାଇନେବି আরে বাবা ମୁଁ ତତେ ଗୋଟିଏ କଥା କହିବି ବୋଲି ଭାବୁଛି ରେ ବାବା। କୋଉ କଥା ବାପା କୁହନ୍ତୁ ସେ ରାଜ୍ୟରୁ ଗୋଟିଏ ଚିଠି ଆସିଛି। ରାଜ୍ୟରୁ ହଁ ରେ ବାବା ମୁଁ ଦେଖ ଦିନକୁ ଦିନ ମୋର ବୟସ କମି କମି ଆସୁଛି ଆଉ ମୁଁ ବୃଦ୍ଧ ଲୋକ। ତତେ ଯାଇ ସେ ରାଜ୍ୟର ରାଜା ମାନଙ୍କ ସହିତ ମିଶିବାକୁ ପଡ଼ିବ ରେ ବାବା। ତୁ କିଛି ଶିଖିବାକୁ ପଡ଼ିବ। ତୁ ଏବେଠୁ ନ ଶିଖିଲେ ଆଉ କେତେବେଳରେ ଶିଖିବୁ ରେ ବାବା। ହେଲେ ବାପା ମୁଁ ଜମା ସେ ରାଜ୍ୟକୁ ଜମା ଯିବିନି ନାଇଁ ରେ ବାବା ମୋ କଥାକୁ ତୁ କାହିଁକି ମନା କରୁଛୁ ରେ ଧନ? ତତେ ଯିବାକୁ ପଡ଼ିବ ରେ ବାବା। ମା କଣ ହେଲା ଦେଖୁନ ବାବା କଣ କହୁଛନ୍ତି ବାବା ଯାହା କହୁଛନ୍ତି ଠିକ କହୁଛନ୍ତି ରେ ବାପା। ଆରେ ଏଇ ସମୟରେ ତୁ ସେ ରାଜ୍ୟସଭାରେ ପହଞ୍ଚିଲେ ଭଲ ମନ୍ଦ ଜାଣିଲେ ତତେ ପରେ ଆଉ ରାଜ୍ୟ ଶାସନ କରିବାକୁ କିଛି ଅସୁବିଧା ହବନି। ସେଠି ତୁ ସବୁ ଶିକ୍ଷା ଗ୍ରହଣ କଲା ଭଳି ସବୁ କିଛି ଶିଖିବୁ। ହେଲେ ମା ତମେ ତ ଜାଣିଛ ତମ ହାତ ରନ୍ଧା ମୁଁ ଥାଳି ନ ଖାଇଲେ କେବେ ମୋତେ ରହିପାରେନି। ଆରେ ସେଥିପାଇଁ ତୁ କାହିଁକି ବ୍ୟସ୍ତ ହଉଛୁ? ମୁଁ ତତେ ମୋ ନିଜ ହାତରେ ରୋଷେଇ କରି ଖାଇବାକୁ ଦେବି ତାପରେ ଯାଇ ସେଠିକି ମୁଁ ବିଦା କରିବି। ହେଲେ ମା ଜମାରୁ ଯିବିନି ଜମାରୁ ଯିବିନି ଜମାରୁ ଯିବିନି। ଆରେ ବାବା ଏ ବାବା ପ୍ରକାଶ ମୋ କଥା ରକ୍ଷା କରେ ବାବା। କାହିଁକି ନା
ଏହି ମୋ ଉତ୍କଳ ରାଜ୍ୟର ରାଜ୍ୟ ପ୍ରଜାମାନଙ୍କୁ ତୁ ଦିନେ ନା ଦିନେ ଶାସନ କରିବୁ ରେ ବାବା। ସେମାନଙ୍କ ଭଲ ମନ୍ଦ ଦୁଃଖ କିଛି ନିଜେ ତୁ ବୁଝିବୁ। ମୁଁ ବୃଦ୍ଧ ଲୋକ, ଦିନକୁ ଦିନ ମୋର ବୟସ କମି କମି ଆସୁଛି ରେ ବାବା। ତୁ ଦିନେ ନା ଦିନେ এই ଉତ୍କଳ ରାଜ୍ୟର ରାଜା ହେବୁ ରେ ପ୍ରକାଶ। ତୁ ରାଜା ହେବୁ। ତୁ ଏବେ ଯା ରେ ବାବା, ମୋ କଥା ମାନିକି ତୁ ସେ ରାଜ୍ୟକୁ ଚାଲି ଯା ରେ ବାବା। ପ୍ରକାଶ ପ୍ରକାଶ ଆରେ ବାପା, এই বয়সরে কষ্ট করে তো বাপা সেଠି গলে তো তোর ভাল লাগিব। ମୋ ବାପାଟା ମୋ ସୁନାଟା ପରା, ତୁ ଜମା କଷ୍ଟ ହଉନି। ଠିକ ଅଛି ମା, ଆପଣ କହୁଛନ୍ତି ତାହେଲେ ମୁଁ ନିଶ୍ଚୟ ଚାଲିଯିବି। ବାପାଙ୍କ କଥା କେବେ ମୁଁ ଅମାନ୍ୟ କରିଛି ମା? ହରେ ବାବା, ତୁ ଯା ରେ ବାବା। ତୁ ଭଲରେ ଯାଇ ସେମାନଙ୍କ ସହିତ ରାଜ୍ୟ ଖବର ବୁଝିବୁ। ତୁ ଦିନେ ନା ଦିନେ ଏଇ ଉତ୍କଳ ରାଜ୍ୟର ଅଧିପତି ହେବୁ ରେ ବାବା। ତୋତେ କିଛି ଶିଖିବାକୁ ପଡ଼ିବ। ହଁ ବାପା, ଠିକ ଅଛି ତାହେଲେ ମୁଁ ଏଥର ଚାଲିଯାଏ। ହରେ ବାବା। ଆରେ ମା ଯିବା ପୂର୍ବରୁ ମୁଁ ତତେ ମୋ ନିଜ କୋଳରେ ବସେଇ ଖୋଇଦେବି, ତାପରେ ସବୁ ଯିବୁ ହେଲା। ଠିକ ଅଛି ମା। ହଁ ମହାରାଣୀ, ପ୍ରକାଶକୁ ନିଜ କୋଳରେ ବସେଇ ଖୁଏଇ ଦିଅ। ଆଉ ତାପରେ ପ୍ରକାଶ ସେ ରାଜ୍ୟକୁ ଚାଲିଯିବ। ଚାଲ ରେ ବାବା, ଚାଲ। মহারাজ